କଟକ ନଗର ଧବଳ ଟଗର, କିନ୍ତୁ କଟକ ସହର ଉପରେ ମୋ ମନରେ ଭାରି ବିତୃଷ୍ଣା। କାହିଁକି ନା ଏଇ କଟକ ସହର ହିଁ ମୋ ଜୀବନରେ ଆଣିଥିଲା ଦୁର୍ଦ୍ଦିନ। ତ ପ୍ରଭାସ ଚାକିରି କରୁଥାଏ କଟକ ଠାରୁ କିଛି ଦୂରରେ ଗୋଟେ ବେସରକାରୀ କଲେଜରେ, କିନ୍ତୁ ରହୁଥାଏ କଟକରେ। ପ୍ରତିଦିନ ବାଇକରେ ଯିବା ଆସିବା କରେ କଲେଜକୁ। ହଠାତ୍ ଦିନେ କଲେଜରୁ ଫେରିବା ସମୟରେ କିଛି ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ସେମାନେ ପ୍ରଭାସର ସମସ୍ତ ଜିନିଷ ଲୁଟି ନେଇଥିଲେ। ବାଇକ୍ ସହ ବେକର ସୁନା ଚେନ୍, ହାତର ମୁଦି, ଘଣ୍ଟା, ଟଙ୍କା ସବୁ ଲୁଟି ସାରିବା ପରେ ସେମାନଙ୍କ ମନରେ ଶାନ୍ତି ନଥିଲା ଯେ ସେମାନେ ପ୍ରଭାସକୁ ନିର୍ମମ ଭାବରେ ମାରି ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିବା ସମୟରେ ପ୍ରଭାସ ଦେଖିବାକୁ ପାଇଲା ତାର ଗୋଡ଼ ପାଖରେ ହଳଦୀ ରଙ୍ଗର ଶାଢ଼ୀ ପିନ୍ଧା ଜଣେ ସ୍ତ୍ରୀ ଲୋକ ଠିଆ ହେଇଛନ୍ତି। ଆଉ ପ୍ରଭାସର ଚିତ୍କାର ଶୁଣି ସେ ତାର ମୁଣ୍ଡକୁ ନିଜ କୋଳକୁ ନେଇ ବା ପୁଣି ବୁଲି ଆସି ମୁଣ୍ଡ ପାଖରେ ବସି ପ୍ରଭାସର ମୁଣ୍ଡକୁ ସାଉଁଳେଇ ଦେଇ ଖୁବ୍ ଜୋରରେ ଚିତ୍କାର କରି ଡାକ ପକାଉଛନ୍ତି ଅନ୍ୟମାନଙ୍କୁ। ଖୁବ୍ ଜନଗହଳିପୂର୍ଣ୍ଣ ରାସ୍ତା, କିନ୍ତୁ ସମସ୍ତେ ବାଟ ଭାଙ୍ଗି ଚାଲି ଯାଉଥିଲେ। ସେ ସ୍ତ୍ରୀ ଲୋକଙ୍କର ଆଖିର ଦୁଇ ଟୋପା ଉଷୁମ ଲୁହ ପ୍ରଭାସ ମୁହଁରେ ପଡ଼ିବା ପରେ ପ୍ରଭାସ ଅନୁଭବ କରୁଥିଲା ଏକ ବାତ୍ସଲ୍ୟ ମମତା। ପର ମୁହୂର୍ତ୍ତରେ ପୋଲିସର ସାହାଯ୍ୟରେ ସେ ମହିଳା ଜଣକ ପ୍ରଭାସଙ୍କୁ ନେଇଯାଇଥିଲେ ଡାକ୍ତରଖାନାକୁ। ଚେତା ଫେରିଲା ପରେ ପ୍ରଭାସ ନିଜକୁ ଆବିଷ୍କାର କଲା ଡାକ୍ତରଖାନାର ଖଟିଆ ଉପରେ। ଦେହ ସାରା ଖୁବ୍ ଯନ୍ତ୍ରଣା ହେଉଥିଲା। ନର୍ସ ଜଣକ ସାଲାଇନ୍ ଲଗେଇ ଦେଉଥିଲେ। ପ୍ରଭାସର ମୁଣ୍ଡ ଆଉଁସି ଦେଉଥିବା ସ୍ତ୍ରୀ ଲୋକ ଜଣକ କହିଲେ, ସାର୍, ଆପଣ ବିଶ୍ରାମ ନିଅନ୍ତୁ, ମୁଁ ଆପଣଙ୍କ ପାଇଁ ଔଷଧ ନେଇ ଆସୁଛି। ଔଷଧ ଆଣିବାକୁ ଚାଲିଯିବା ପରେ ନର୍ସ ଜଣକ ପ୍ରଭାସକୁ ଜଣେଇଥିଲେ ଯେ ଆପଣ ଧନ୍ୟବାଦ ଦିଅନ୍ତୁ ଭଗବାନଙ୍କୁ ଯେ ଏହି ସ୍ତ୍ରୀଲୋକ ଜଣକ ଆପଣଙ୍କୁ ଆଣି ଡାକ୍ତରଖାନାରେ ରଖିବା ସହିତ ନିଜ ବେକର ସୁନା ଚେନ୍, ହାତର ଘଣ୍ଟା ବିକି ଆପଣଙ୍କର ଚିକିତ୍ସା କରାଉଛନ୍ତି। ତ ନର୍ସ ଜଣକ ଚାଲିଯିବା ପରେ ଫେରି ଆସିଥିଲେ ସେ ମହିଳା ଜଣକ ଏବଂ ପ୍ରଭାସ ତାଙ୍କୁ ତାଙ୍କର ପରିଚୟ ରହିବାର ଠିକଣା ପଚାରିବା ସମୟରେ ସେ ସ୍ତ୍ରୀ ଲୋକ ଜଣକ ଜଣେଇଥିଲେ ଯେ ସେ ଜଣେ ବେଶ୍ୟା। ତ ପ୍ରଭାସ ପଚାରିଥିଲେ ତାଙ୍କୁ କ'ଣ କେମିତି କିପରି, ଏମିତି ତାଙ୍କର ଥତମତ କଥା ଶୁଣି ସେ ସ୍ତ୍ରୀ ଲୋକ ଜଣକ କହିଲେ, ମୋତେ ଘୃଣା କରୁଛନ୍ତି ନା ସାର୍? ମୁଁ 15 ବର୍ଷର ହୋଇଥିଲି, ମୋ ଭାଇ 12 ବର୍ଷର ଥିଲା। ବାପା ମା ଆମକୁ ଛାଡ଼ି ଚାଲିଗଲେ। ଜଣେ ସମ୍ପର୍କୀୟ ଆମକୁ ଆଣି କଟକରେ ରଖି ପଢ଼ାଇବାର ବ୍ୟବସ୍ଥା କରିବା ପରେ ପୁଣି ଜଣାଇଲେ 2 ଜଣଙ୍କର ପାଠପଢ଼ାର ଖର୍ଚ୍ଚ ବହନ କରିବା ବହୁତ କଷ୍ଟ। ତେଣୁ ସେ ସମ୍ପର୍କୀୟ ଜଣକ ସୁବିଧା ବାଟଟେ ଖୋଜି ମୋତେ ଲଗାଇ ଦେଇଥିଲେ ଏଇ କାମରେ, ଏଇ ଦେହ ବ୍ୟବସାୟ କାମରେ। ମୁଁ ଯାହା କିଛି ଅର୍ଥ ଉପାର୍ଜନ କରୁଥିଲି ସେ ଅର୍ଥରେ ମୋ ଭାଇକୁ ପାଠ ପଢ଼ାଉଥିଲି। ଭାଇ ପାଠ ପଢ଼ିଲା, ଚାକିରି କଲା, ବିଦେଶରେ ରହିଲା। ପ୍ରଥମ ମାସର ଦରମା ଟଙ୍କାରେ ମୋ ପାଇଁ ଘଣ୍ଟାଟିଏ ଆଉ ସୁନା ଚେନ୍ଟିଏ କିଣି ଦେଇଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ସେ ମୋର କାର୍ଯ୍ୟ ବିଷୟରେ, ମୋର କାମ ବିଷୟରେ ସେ ଜାଣିବାକୁ ପାଇଲା, ଘୃଣାରେ ମୁହଁ ବୁଲେଇ ନେଇଥିଲା। ଆଉ ମୁଁ ଏଠି ଏକୁଟିଆ ରହିଯାଇଥିଲି। ହେଲେ ମୋର ଦୁଃଖ ନାହିଁ। ଗୋଟେ ଭାଇ କିଣି ଦେଇଥିବା ଘଣ୍ଟା ଆଉ ସୁନା ଚେନ୍ ଆଜି ଆଉ ଗୋଟେ ଭାଇ ପାଇଁ ମୁଁ ବିକ୍ରି କରିଦେଇଛି। ତେଣୁ ଦୁଃଖ କରିବି କାହିଁକି? ଏହିଭଳି କଥାବାର୍ତ୍ତା ଭିତରେ ଆସିଯାଇଥିଲେ ପ୍ରଭାସର ଘର ଲୋକ। ସମସ୍ତେ ଧନ୍ୟବାଦ ଜଣାଉଥିଲେ ସେଇ ମହିଳା ଜଣଙ୍କୁ। ପ୍ରଭାସର ମା ସେ ମହିଳାଙ୍କ ମୁଣ୍ଡରେ ହାତ ରଖି ଢେର ସାରା ଆଶୀର୍ବାଦ କରୁଥିଲେ। ଆଉ ଆଶୀର୍ବାଦ କରିବା ସମୟରେ
ବୁଝିବାକୁ ଚାହିଁଥିଲେ ତାଙ୍କର ପରିଚୟ। ଯେତେବେଳେ ସେ ମହିଳାଙ୍କ ମୁହଁରୁ ପ୍ରଭାସର ମା ଜାଣିଲେ ଯେ ସେ ଜଣେ ବେଶ୍ୟା ବୋଲି, ପ୍ରଭାସର ମାଙ୍କର ହାତ ଆପେ ଆପେ ତଳକୁ ଖସି ଆସୁଥିଲା। ସେ ମହିଳା ଜଣକ ପ୍ରଭାସର ମାଙ୍କର ମନର କଥା ବୁଝିପାରି ସେ ସ୍ଥାନରୁ ଚାଲି ଯାଇଥିଲେ, ସେ ଜାଗାରୁ ଚାଲି ଯାଇଥିଲେ। ପ୍ରଭାସ କିନ୍ତୁ ବିକଳ ହୋଇ ଚାହିଁ ରହିଥିଲା ତାଙ୍କ ବାଟକୁ। ପୁଣି ଗୋଟିଏ ଦିନ ପରେ ପ୍ରଭାସ ଡିସଚାର୍ଜ ହେଲା ଡାକ୍ତରଖାନାରୁ। ଡାକ୍ତରଖାନାରୁ ଡିସଚାର୍ଜ ହେବା ସମୟରେ ସେ କିନ୍ତୁ ମନେ ମନେ ଭାରି ଖୋଜୁଥିଲା ସେହି ମହିଳାଙ୍କୁ। ତ ଯେତେବେଳେ ଡାକ୍ତରଖାନାର ଗେଟ୍ ପାଖରେ ପହଞ୍ଚି ଯାଇଥିଲେ ପ୍ରଭାସର ପରିବାର ପ୍ରଭାସକୁ ନେଇ ଗାଁକୁ ଯିବା ପାଇଁ, ଗେଟ୍ ପାଖରେ ଠିଆ ହେଇଥିଲେ ସେ ମହିଳା ଜଣକ ହାତରେ ଥିଲା ଏକ ସୁନ୍ଦର ଫୁଲତୋଡ଼ା ଏବଂ ପ୍ରଭାସର ହାତକୁ ସେ ଫୁଲତୋଡ଼ାଟି ବଢ଼େଇ ଦେଇ ଢେର ସାରା ଶୁଭେଚ୍ଛା ଆଉ ଶୁଭକାମନା ଜଣାଇବା ସହିତ ଚାଲି ଯାଉଥିଲେ ଦୂରକୁ ଦୂରକୁ। ହାତ ଠାରି ପ୍ରଭାସ ଡାକିବାକୁ ଚେଷ୍ଟା କରୁଥିଲା ପଛରୁ, କିନ୍ତୁ ପରିବାର ଲୋକଙ୍କର ନଜରରୁ ସେ ବର୍ତ୍ତି ପାରି ନଥିଲା। ସେ ମହିଳା ଜଣକ ଚାଲିଯିବା ପରେ ପ୍ରଭାସ ଗାଁକୁ ଚାଲି ଯାଇଥିଲା। ସୁସ୍ଥ ହେଇ ପୁଣି ଫେରିଥିଲା କଟକକୁ। ମନରେ ଥିବା ଘୃଣାଭାବକୁ ମନ ଭିତରେ ରଖି ସହର ପ୍ରତି ଯେଉଁ ଆନମନା ଥିଲା ପ୍ରଭାସ, ତାହାକୁ ନିଜ ଭିତରେ ରଖି ପୁଣି ପହଞ୍ଚି ଯାଇଥିଲା ସେଇ କଟକ ସହରରେ। ଆଉ କଟକ ସହରରେ ଘୁରି ବୁଲି ଖୋଜି ବୁଲୁଥିଲା ସେହି ଦେବୀ ପ୍ରତିମା ସ୍ତ୍ରୀ ଲୋକ ଜଣଙ୍କୁ, ଯିଏ ଥିଲେ ଜଣେ ବେଶ୍ୟା, ଯାହାଙ୍କୁ ଏ ସମାଜ ସଜେଇ ଦେଇଛି ବେଶ୍ୟା ରୂପରେ। ତ ନମସ୍କାର ସାଙ୍ଗମାନେ, ମୋର ଏ ଛୋଟିଆ ଗପଟେ ମୁଁ ବେଶ୍ୟା ଭେଟି ଦେଉଛି ଆପଣମାନଙ୍କ ପାଇଁ। କେମିତି ଲାଗିଲା ମୋତେ ଜଣେଇବେ।